ଆପଣ ଜାଣିଛନ୍ତି ଆପଣ ଓଡ଼ିଶା ସରकारଙ୍କ ନିର୍ଦ୍ଦେଶ ମତେ ଏସ୍ଆରସି ଅଫିସର ଇନଷ୍ଟ୍ରକ୍ସନ ଅନୁସାରେ ଆମର ପ୍ରତିବର୍ଷ ଜୁନ 18 ତାରିଖରେ ଆଉ 19 ତାରିଖରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଉପରେ ଗୋଟେ ମକ୍ ଡ୍ରିଲ୍ ହେଇଥାଏ ଆଉ ଗୋଟେ ଟେବୁଲ ଟପ୍ ଏକ୍ସରସାଇଜ ହେଇଥାଏ। କାଲି ଆମେ 18 ତାରିଖରେ ଆମର ବ୍ଲକ କନଫରେନ୍ସ ହଲରେ ତାର ମକ୍ ଡ୍ରିଲ୍ ପୂର୍ବରୁ ଆମର ଯୋଉ ଟେବୁଲ ଟପ୍ ଏକ୍ସରସାଇଜ ଥିଲା ତାକୁ କମ୍ପ୍ଲିଟ୍ କରିଛୁ। ଆଜି ଆମର ଯୋଉ ରଣପୁରର ମଲ୍ଟିପର୍ପଜ ସାଇକ୍ଲୋନ ସେଣ୍ଟର ଅଛି ଏଠି ମୁଁ ଆଉ ସବୁ ଲାଇନ ଡିପାର୍ଟମେଣ୍ଟର ଅଫିସର୍ସ फायर ऑफिसर्स ओड्राफ और पुलिस ऑफिसर्स ଆଉ ସବୁ ଟିମ୍ ଆସିଥିଲେ। ଆମେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ର 25 ଜଣ ଏଠି ଥିଲେ ମଧ୍ୟ ଆଣ୍ଡ ଫର୍ଷ୍ଟ ଏଡ୍ ର ମଧ୍ୟ 25 ଜଣ ଏଠି ଆମର ଭଲେଣ୍ଟିୟର୍ସ ଥିଲେ। ଏ ସମସ୍ତଙ୍କୁ ନେଇକି ଆମେ ଆଜିର ଏଇ ଯୋଉ ମକ୍ ଡ୍ରିଲ୍ ପ୍ରୋଗ୍ରାମ ଟା କଲୁ। ଯୋଉ ଧରନ୍ତୁ ଆଗକୁ ଗୋଟେ ବନ୍ୟା ଆସୁଛି କି ବାତ୍ୟା ଆସୁଛି ତାକୁ କେମିତି ଆମେ ମୁକାବିଲା କରିବା ତାର ପ୍ରଶିକ୍ଷଣ ଆଜି ଦିଆଗଲା। ବହୁତ ଭଲ ଭାବେ ଏଇ ପ୍ରୋଗ୍ରାମ ଟି ଅନୁଷ୍ଠିତ ହେଲା। ଆମର ଆଜି ପ୍ରୋଗ୍ରାମ ଥିଲା ଲୋକମାନଙ୍କୁ ଶିକ୍ଷା ଦିଆଯାଉଥିଲା କେମିତି ଡାଇରିଆ ମୁକ୍ତି ପାଇବେ ଆଉ ବନ୍ୟା ବାତ୍ୟାରୁ ଉଦ୍ଧାର ପାଇବେ ଲୋକମାନେ ସଚେତନ କରାଗଲା। ସେମାନେ କେମିତି ପରସ୍ପରକୁ ସାହାଯ୍ୟ କରିବେ ପ୍ରତି ବିଭାଗରୁ ଡିପାର୍ଟମେଣ୍ଟରୁ ଆସିଥିଲେ ଭାଇମାନେ ସେମାନେ ବି ଶିକ୍ଷା ଦେଲେ। ସମସ୍ତେ ମୁଁ ଆଶା କରୁଛି ସେମାନେ ଗ୍ରହଣ କରିଥିବେ କାମରେ ବି ଲଗେଇବେ। ଜଳରେ ବୁଡି ଯାଉଥିବ ତାକୁ କେମିତି ଉଦ୍ଧାର କରାଯିବ ରାସ୍ତାରେ ଗଛଟି ପଡିଥିବ କେମିତି ତାକୁ କଟର ଦ୍ଵାରା କଟା ଯାଇ ପାରିବ ଏଭଳି ବିଭିନ୍ନ ପ୍ରକାର ହଉଛି ଆମ ଅଙ୍ଗନବାଡି ୱାର୍କର ମାନେ ଆମ ଆଶା ଦିଦି ମାନେ ଯୋଉ ଓଆରଏସ୍ ଦଉଛନ୍ତି ହାଲୋଜିନି ଦଉଛନ୍ତି ପ୍ରତ୍ୟେକ ବଟିକା ଯେମିତି ଲୋକ ସୁରକ୍ଷିତ ରହିବେ ସେମାନେ ଚାଲିଛନ୍ତି ତାଙ୍କ